प्रशांत और विशुद्ध भक्ति सह आमे तते प्रणाम करुचु। तोते ही आम सत्तार एकमात्र सद्वस्तु बोली ग्रहण करिचु। परमा भागवत जनन सीमा परम प्रभु श्री अरविंद चरण कमल रे अनंत कोटि प्रणाम जनाई आरंभ करवा आज ऑनलाइन श्री अरविंद एस्पिरेशन पाठचक्र कार्यक्रम। आज ऑनलाइन श्री अरविंद एस्पिरेशन पाठचक्र रे उपस्थित रही समस्त भाई बापा मान को वंदे मातरम और प्रणाम। कार्यक्रम आरंभ रे चलता आम नीरव ध्यानस्थ होगा मदर्स मेडिटेशन म्यूजिक सहित समस्त साइलेंट। ध्यानस्थ स्थिले वर्तमान समय है प्रभु मां चरणारविंद में गोटे भक्ति नैवेद्य अर्पण करवा। आज कार्यक्रम में भक्ति नैवेद्य अर्पण करने आम गजपति पावला केन्द्र आशापा को आम अनुरोध करुचु। आशापा आपण भक्ति नैवेद्य प्रभु मां चरणारविंद अर्पण करंतु। आशापा तू हसील जह्न आसई तुरुसील राती आसई तू हसील जह्न आसई तुरुसील राती आसई ए दुनिया रे एमिति के अछि तो ठारू से नेहमयी ए दुनिया रे एमिति के अछि तो ठारू से नेहमयी तू हसील जह्न आसई तू रुसील राती आसई तू हसील जह्न आसई तू रुसील राती आसई सकाळ सूरज कहि दिकानी आसीब सुखर दिन अंतर वीणारे गायबु तु जति मधुमयी मां नाम सकाळ सूरज कहि दिकानी आसीब सुखर दिन अंतर वीणारे गायबु तु जति मधुमयी मां नाम तू हसील जह्न आसई तू रुसील राती आसई तू हसील जह्न आसई तू रुसील राती आसई संजार शिशिर धोई दियासी चरण जुगल तोर मधुर मलय पोछि दिया से दुई चरण तोर संजार शिशिर धोई दियासी चरण जुगल तोर मधुर मलय पोछि दिया से दुई चरण तोर तू हसील जह्न आसई तू रुसील राती आसई तू हसील जह्न आसई तू रुसील राती आसई ए दुनिया रे एमिति के
ଅଛି ତୋ ଠାରୁ ସେ ନେହମୟୀ। ଏ ଦୁନିଆରେ ଏମିତି କିଏ ଅଛି ତୋ ଠାରୁ ସେ ନେହମୟୀ। ତୁ ହସିଲେ ଜହ୍ନ ଆସଇ, ତୁ ରୁଷିଲେ ରାତି ଆସଇ। ତୁ ହସିଲେ ଜହ୍ନ ଆସଇ, ତୁ ରୁଷିଲେ ରାତି ଆସଇ। ଧନ୍ୟବାଦ ବାପା ସୁନ୍ଦର ପ୍ରାର୍ଥନାଟି ପାଇଁ। ଆପଣ ତ ଯେବେ ବି ମତେ ପ୍ରାର୍ଥନା ପ୍ରଭୁ ମାଙ୍କ ଚରଣ କମଳରେ ଦିଅନ୍ତି, ହୃଦୟରୁ ହିଁ ଆପଣ ଭକ୍ତି ଭାବ ନେଇକି ଅର୍ପଣ କରନ୍ତି। ସେଥିପାଇଁ ସମସ୍ତଙ୍କୁ ଆମର ମନ ପ୍ରାଣକୁ ସ୍ପର୍ଶ କରୁଛି ଆପଣ ବନ୍ଦନାରେ ଗାଇ। ସବୁବେଳେ ଆସନ୍ତୁ, ଏଇଭଳି ସୁନ୍ଦର ସୁନ୍ଦର ପ୍ରାର୍ଥନା ପ୍ରଭୁ ମାଙ୍କ ଚରଣ କମଳରେ ଅର୍ପଣ କରୁଥାନ୍ତୁ। ଆଶା ରଖିବୁ ଏଣିକି ସବୁ ନୂତନ ନୂତନ ପ୍ରାର୍ଥନା ସବୁ ସୃଷ୍ଟି ହେଲାଣି। ପ୍ରଭୁ ମାଙ୍କର ଅନେକ ପ୍ରାର୍ଥନା ସବୁ ନୂଆ ପିଢି ମାନେ ମାଙ୍କର ଭକ୍ତ ମାନେ ଲେଖୁଛନ୍ତି, ତାକୁ ବି ମଧ୍ୟ ସ୍ୱର ଦେଇ ଆପଣ ତ ସ୍ୱର ସାମଗ୍ରୀ ଆପଣ ସ୍ୱର ଦେଇ ୟାକୁ ପରିବେଷଣ କରିବେ। ଆଶା ବାପାଙ୍କ ପାଖରେ ଆଶା ରଖିବୁ। ଧନ୍ୟବାଦ ବାପା, ଧନ୍ୟବାଦ। ବର୍ତ୍ତମାନ ସମୟ ହେଇଛି କାର୍ଯ୍ୟକ୍ରମରେ ଆମେ ମନ୍ତ୍ରମୟୀ ସାବିତ୍ରୀ ଆଲୋଚନା କରିବା। ମନ୍ତ୍ରମୟୀ ସାବିତ୍ରୀ କୁ ଆମର ଧାରାବାହିକ ଭାବରେ ଆଲୋଚନା କରୁଛନ୍ତି ଭୁବନେଶ୍ୱରରୁ ଡକ୍ଟର ସରୋଜକାନ୍ତ ମିଶ୍ର ଭାଇ। ବହୁ ମାର୍ମିକ ଓ ତାତ୍ତ୍ୱିକ ଆଲୋଚନା, ହୃଦୟସ୍ପର୍ଶୀ ମାନେ ଆଲୋଚନା ହଉଛି। ଆମର ଗତକାଲି ଆମେ 86 ପୃଷ୍ଠା ପ୍ରାୟ ସରିଯାଇଛି, ତାର ଆଲୋଚନା ସରିଯାଇଛି। 456 ଲାଇନ ପର୍ଯ୍ୟନ୍ତ ଆମର ଆଲୋଚନା ହେଇଛି। ପାର୍ଟ 1 ବୁକ୍ 1 Canto 5 The Yoga of the King, The Yoga of the Spirit, Freedom and Greatness। ତାର 86 ପୃଷ୍ଠାର ଶେଷ ଲାଇନ ରୁ ଆଲୋଚନା କରିବା ପାଇଁ ଭାଇଙ୍କୁ ଆମେ ଅନୁରୋଧ କରିବା, ଅର୍ଥାତ 457 ଲାଇନ ଆନୱାର୍ଡ ଡକ୍ଟର ସରୋଜକାନ୍ତ ମିଶ୍ର ଭାଇ ଭୁବନେଶ୍ୱରଙ୍କୁ ଅନୁରୋଧ କରିବା। ଭାଇ ଆଲୋଚନା ଜାରି ରଖନ୍ତୁ। କରୁଣମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଏଠି ଅନଲାଇନ ଶ୍ରୀ ଅରବିନ୍ଦ ଆସ୍ପିରେସନ ପାଠଶାଳାରେ ଉପସ୍ଥିତ ସମସ୍ତ ଭାଇ ବାପାମାନଙ୍କୁ ମୋର ପ୍ରଣାମ, ଶୁଭେଚ୍ଛା, ଅଭିନନ୍ଦନ, ଶୁଭ ସନ୍ଧ୍ୟା, ସ୍ୱାଗତ ଏବଂ ବନ୍ଦେ ମାତରମ୍। କାଲି ଆମେ ଆଲୋଚନା କରିଥିଲେ ଯଶୋପତି ଯୋଉଠି ଯାଇକି ପହଞ୍ଚିଛନ୍ତି, ସେଠି ହୁଏତ ସେ ପ୍ରକୃତିର ବର୍ଣ୍ଣନା ଦେଇଛନ୍ତି ଶ୍ରୀ ଅରବିନ୍ଦ, କିନ୍ତୁ ସେ ପ୍ରକୃତି ତା ଭିତରେ କଣ କଣ ସବୁ ଜିନିଷ ରହିଛି, ପ୍ରକୃତିର ଯେତେ ସବୁ ଜଟିଳ ଗ୍ରନ୍ଥି ରହିଛି, ପ୍ରକୃତିର ଯେତେ ସବୁ ଫିଣ୍ଟା ଫିଣ୍ଟି ଜିନିଷ ସବୁ ରହିଛି, ତାକୁ ସେ ଦେଖୁଛନ୍ତି ଯଶୋପତି। ତା ଭିତରେ ଅସଂଖ୍ୟ ଜିନିଷ ସବୁ ରହିଛି ପ୍ରକୃତି। ଅତଏବ ଯୋଉଟାକୁ ଆମେ ବେଳେ ବେଳେ ଭାବୁ ଯେ ପ୍ରକୃତି ତାର ସବୁ ଯାଦୁକରୀ କାମ ସବୁ ଦେଖଉଛି, ଏମିତି ଗୋଟେ ଜିନିଷ ଆମେ ଚାରି ପାଖରେ ଯେତେବେଳେ ଧରନ୍ତୁ ଉଦାହରଣ ସ୍ୱରୂପ ଯଦି ବନ୍ୟା ଆସିଲା, ଯଦି ବାତ୍ୟା ହେଲା, ବା ସେଇଭଳି ଗୋଟେ ପ୍ରକୃତିର ତାଣ୍ଡବ ଲୀଳା, ପ୍ରକୃତିର କରାଳ ଲୀଳାକୁ ଯେତେବେଳେ ଆମେ ଅବଲୋକନ କରୁ, ଅନେକ ସମୟରେ ଆମେ ଆଶ୍ଚର୍ଯ୍ୟ ହଉ ଏବଂ ପ୍ରକୃତିର ସୁନ୍ଦର ରୂପ ମଧ୍ୟ ଆମେ ଦେଖିଛୁ। ତାର ଯୋଉ କାନ୍ତ ରୂପ, ଯେମିତି କୁହାଯାଏ ଭୀମକାନ୍ତ, ସମୁଦ୍ରର ଉତ୍ତାଳ ତରଙ୍ଗମାଳା ଆମେ ଦେଖିଛୁ, କିନ୍ତୁ ସମୁଦ୍ରର ଏକ ଶାନ୍ତ ଶିଷ୍ଟ ବା ଶାନ୍ତ ସୁଧୀର ସମାହିତି ମଧ୍ୟ ଆମେ ଦେଖିଛୁ। ଯେତେବେଳେ ସମୁଦ୍ର ଶାନ୍ତ ଥିବ, ତରଙ୍ଗମାଳା ଉତ୍ତାଳ ନଥିବ, ସେ ସବୁ ଆମେ ଦେଖିଛୁ। ଅର୍ଥାତ୍ ପ୍ରକୃତିର ଏଇସବୁ ଜିନିଷ, କାଲି ଆମେ ସେ ଯୋଉ ବିରାଟ ବାକ୍ୟ ପଢୁଥିଲେ, ସେଇ ଜିନିଷ ଗୁଡିକ ଅଶ୍ୱପତି ଲକ୍ଷ୍ୟ କରୁଛନ୍ତି ଏବଂ ସିଏ ଲକ୍ଷ୍ୟ କରିବା ପାଇଁ ସମର୍ଥ ସକ୍ଷମ ହେଇଛନ୍ତି ଯେ ତାଙ୍କ ଭିତରେ ଏକ ଅଦ୍ଭୁତ ଜ୍ଞାନ ଆସିଛି ଏବଂ ସିଏ ଚେତନାର ଅନ୍ୟ ଏକ ଉନ୍ନତ ଶିଖରକୁ, ଗୋଟେ ସବ୍ଲିମେଟେଡ୍ ଷ୍ଟେଟକୁ ସେ ପଳେଇ ଯାଇଛନ୍ତି। ଏବଂ ଏଠି ପ୍ରକୃତି ତାଙ୍କର ବସତ ସ୍ୱୀକାର କରୁଛି। ଆମେ ଯୋଉ ଲାଷ୍ଟ ଲାଇନଟା, ଲାଷ୍ଟ ସେଣ୍ଟେନ୍ସ ପଢିଥିଲେ, ଦିସ୍ ବିଜାୟାର କିଙ୍ଗଡମ ପାସ୍ଡ ଇନଟୁ ହିଜ ଚାର୍ଜ। ଏଇ ଯୋଉ ଗୋଟେ ଉଦ୍ଭଟ ଜଗତ, ଇଏ ବର୍ତ୍ତମାନ ଅଶ୍ୱପତିଙ୍କର ଦାୟିତ୍ୱ ଭିତରକୁ ଆସିଗଲା ବା ଅଶ୍ୱପତିଙ୍କର ଅଧିକାରକୁ ସାବ୍ୟସ୍ତ କଲା ବା ଅଶ୍ୱପତିଙ୍କର ଅଧିକାର ତା ଉପରେ ସାବ୍ୟସ୍ତ ହେଲା।
से अश्वपतिଙ୍କର बसता स्वीकार करदेला। दिस विजयर किंगडम इट्स ए विजयर किंगडम। आम साधारण भाव में विशेषकर विजार बोली कहूँ विजार करना दैट इज विजयर गोटे अद्भुत गोटे स्ट्रेंज ये जो राज्य प्रकृतिर जगत ये बर्तमान अश्वपति माने बसता स्वीकार कला। अश्वपति सभरेन अधिकार भितर को आसगला गोटे सामग्रिक अधिकार भितर को आसला एवं तार कारण हम जापर आम आरंभ करवा। आज वन रेजिस्टिंग मोर द मोर शी लव्स her great possessions and her power and lore she gave compelled with a reluctant joy herself she gave her rapture and for use observe yes herself she gave her rapture and use। आज वन रेजिस्टिंग मोर एंड मोर शी लव्स जमती जड़े जमती जन को भल जो भल पाए से भल पाइबार जो आम देखा जड़े जिते अधिक रु अधिक भल पाए सी से रेजिस्ट करे। रेजिस्ट अर्थ हूँ प्रतिरोध करे साधारण भाव में प्रतिरोध कर संपूर्ण रूपे बेले बेले किसी निजक विथड्रॉन रखे गोटे प्रत्याहृत करके रखे। आज वन रेजिस्टिंग मोर एंड मोर शी लव्स जड़े जदि प्रेम करे से प्रेमिका बा प्रेमास्पदा जिते जिते तार भल पाए जिते अधिक रु अधिक हो से संपूर्ण रूपे निजक दे दे से रेजिस्ट करू प्रतिरोध करू बाधा दौ जमती जड़े जन को भल पाए एवं जिते भल पाइबा जिते अधिक रु अधिक हुए सी जमती अधिकाधिका रेजिस्ट करे एठी भी सेमती हर ग्रेट पोजेशंस एंड हर पावर एंड लोर सी गेव हर ग्रेट पोजेशंस प्रकृति जिते सब संपद रही जहाँ सब संपद रही विपुल संपद सब रही तार शक्ति एवं तार लोर लोर अर्थ हूँ विधि विधान लर्निंग एजुकेशन ये सब तेणु प्रकृति भितर जिते जहाँ संपत्ति रही तार पोजिशन तार विपुल संपद सब रही तार शक्ति एवं तार लोर तार विधि विधान तार ज्ञान जहाँ किसी सी गेव से देइची। वर्तमान जमती श्रीअरविंद गोटे सिमिली यूज कर भल पाइबा भितर प्रेमास्पदा जमी अधिक रु अधिक भल पाउथिले भी निजक रेजिस्ट करे संपूर्ण रूपे दे माने निजक दे न दिए से भली प्रकृति तार संपद तार शक्ति एवं तार सुविधि विधान ज्ञान सबू देला अश्वपति सी गेव कंपेल्ड विथ ए रिलक्टेंट जॉय माने सतरे बाध्य से दौची विथ ए रिलक्टेंट जॉय गोटे कुंठित आनंद सहित से दौर कुंठित आनंद गोटे कुंठा हेजिटेशन साधारणतः सचराचर या घटे सी देइची सब किंतु एक कुंठित आनंद सह से बाध्य कंपेल्ड तार जहाँ सब संपद सब समर्पित अश्वपति किंतु एक कुंठित आनंद सहित हरसेल्फ सी गेव rapture and for use से निज को प्रकृति दे आनंद रैप्चर उल्लास एक पुलक एवं व्यवहार पर प्रकृति निज निज को अश्वपति हाथ में व्यवहृत होगापी निज को समर्पित किंतु समर्पण बिना द्विधार है बिना बाधार है बिना संकोचर है बिना कुंठार है भल पाइबार जमी गोटे उदाहरण देते श्री अरविंद से सबू अथच सहज सरल भाव में नुहे एक कुंठार सहित हुए तो से कुंठा एक माने लज्जा जनित हो पारे बा साधारण पाइबार भल पाइबार आतिशय जो पारे जो जमी गोटे उदाहरण नि जाए माटी जो पिला को आकट करे बा पिला टिके बड़ होला पर जिद्दी करे तार जिद्दी हठात पूरण करा जाएनी इच्छा हुए ना ना पिला जहाँ चाहूँ दबा उचित किंतु ताको जानी शुणी देरी करा एवं करवा उचित करवा उचित बेले बेले पिला जो डिमांड रहे से छुआ को छुआ बड़ होला पर आजिकल मोबाइल सेट मो नाती मोबाइल न धरले खाऊनी तेणु मोबाइल सेट आम बेले बेले कौन करूँ ना से खाऊनी दे दियो काम तुटे
ନା ସେଟା ଠିକ ନୁହେଁ। ତାକୁ ମାନେ କିଛି ସମୟ ତାକୁ ରଖିବା ଦରକାର। ନା ବିନା ମୋବାଇଲ ତୁ ଖାଇବାକୁ ଚେଷ୍ଟା କର, ଏଇଟା ଯେମିତି ଗୋଟେ ହୁଏ ନର୍ମାଲି, ସେଇଭଳି her great possessions and her power and lore she gave, compelled with a reluctant joy. Herself she gave for rapture and for use. आनंद निमित्त एवं ନିଜକୁ ବ୍ୟବହାର କରିବା ପାଇଁ ସେ ଅଶ୍ୱପତିଙ୍କୁ ଦେଇଛନ୍ତି, କିନ୍ତୁ ଏକ ସଲ୍ଲଜ କୁଣ୍ଠା ସହିତ, ଏକ ସଲ୍ଲଜ କୁଣ୍ଠାର ସହିତ। ସେଥିପାଇଁ ସେ ଚରଣ ୟୁଜ କରିଛନ୍ତି as one resisting more and more she loves. So as one resisting more and more she loves, her great possessions and her power and lore she gave, compelled with a reluctant joy. Herself she gave for rapture and for use, observed from aberrations in deep ways. The ends she recovered for which she was made. She turned against the evil she had helped. Her engined wrath, her invisible means to slay, her dangerous moods and arbitrary force, she surrendered to the service of the soul and the control of a spiritual will. It is observed from aberrations in deep ways. ନିଜର ଗୋଟେ ସେ ଯୋଉ ପଥ ବିଚ୍ୟୁତିରୁ ମୁକ୍ତ ହେଇକରି ସିଏ ଗୋଟେ ଗଭୀର ଭାବରେ ଇନ୍ ଡିପ୍ ୱେଜ୍ ପଥ ବିଚ୍ୟୁତି, ଏଇଠି ଗୋଟେ ଆବରେସନ୍ସ ରହିଛି। ଆବରେସନ୍ସ ର ଅର୍ଥ ହଉଛି ୱାଣ୍ଡରିଂ। ମନେ କରନ୍ତୁ ମୁଁ ଠିକ ରାସ୍ତାରେ ଯାଉନି, ମଝିରେ ସେ ରାସ୍ତାରୁ ବିଚ୍ୟୁତ ହେଇଗଲି, ସେ ୱାଣ୍ଡରିଂ କୁ କୁହାଯାଏ ଆବରେସନ। ତେଣୁ ଅବଜର୍ଭ ଫ୍ରମ ଆବରେସନ୍ସ, ଅବଜର୍ଭ ମାନେ ମୁକ୍ତ ହେଇକରି, ସେ ଆବରେସନ୍ସ ରୁ ମୁକ୍ତ ହେଇକରି ଇନ୍ ଡିପ୍ ୱେଜ୍ ଏକ ଗଭୀରତର ଭାବରେ, ଗଭୀରତର ଉପାୟରେ, the ends she recovered for which she was made. ପ୍ରକୃତି ବର୍ତ୍ତମାନ ସେଇ ଉଦ୍ଦେଶ୍ୟକୁ ନିଜେ ଫେରି ପାଇଲେ। the ends, ଏଥିରେ ends ର ଅର୍ଥ ହଉଛି the ends, the goals. ପ୍ରକୃତି the ends she recovered for which she was made. ନିଜର ଉଦ୍ଦେଶ୍ୟ ସେ ବର୍ତ୍ତମାନ ଫେରି ପାଇଲେ, ରିକଭର କଲେ, ଯୋଉଥିପାଇଁ ସେ ତିଆରି ହେଇଥିଲେ। ଆଚ୍ଛା, ପ୍ରକୃତି କୋଉଥିପାଇଁ ତିଆରି ହେଇଥିଲେ? ପ୍ରକୃତି ତିଆରି ହେଇଥିଲେ ଏଇଥିପାଇଁ ଯେ ସେ ପରମ ପୁରୁଷଙ୍କର ଯୋଉ ଅନୁମତି, ପରମ ପୁରୁଷଙ୍କର ଯୋଉ ଅନୁଜ୍ଞା, ପରମ ପୁରୁଷଙ୍କର ଯୋଉ କାର୍ଯ୍ୟ, ସେ କାର୍ଯ୍ୟକୁ ସମ୍ପାଦିତ କରିବେ ପ୍ରକୃତି। କାରଣ ପ୍ରକୃତି ହଉଛନ୍ତି ତାଙ୍କର ସଚେତନ ଶକ୍ତି, ଦି କନସିୟସ୍ ପାୱାର ଅଫ ଦି ପୁରୁଷ। ଏବଂ ସେଇ ପରମ ସତ୍ତାଙ୍କର ସ୍ଥିତି ଯେହେତୁ ସଚେତନ ଶକ୍ତି, ସେ ସେଇ ଉଦ୍ଦେଶ୍ୟ ତାଙ୍କୁ ସୃଷ୍ଟି କରାହେଇଛି। ବର୍ତ୍ତମାନ ସେଇ ସତେ ଯେମିତି ପ୍ରକୃତି ଫେରି ପାଇଲେ, ଦି ଏଣ୍ଡସ୍ ରିକଭର୍ଡ ଫର ହ୍ୱିଚ୍ ସି ୱାଜ ମେଡ୍, ସେ ଯୋଉଥିପାଇଁ ତିଆରି ହେଇଥିଲେ ତାର ଉଦ୍ଦେଶ୍ୟ ବର୍ତ୍ତମାନ ସତେ ଯେମିତି ସେ ଫେରି ପାଇଲେ। ସେ ଟର୍ନ ଏଗେନ୍ଷ୍ଟ ଦି ଏଭିଲ୍ ସି ହ୍ୟାଡ୍ ହେଲ୍ପଡ୍। ଏପର୍ଯ୍ୟନ୍ତ ଯୋଉ ସବୁ ଖରାପ କାମ ସେ ସବୁ କରୁଥିଲେ, ସେ ଟର୍ନ ଏଗେନ୍ଷ୍ଟ ଦି ଏଭିଲ୍ ସି ହ୍ୟାଡ୍ ହେଲ୍ପଡ୍। ଯୋଉ ଖରାପ କାମକୁ ସେ ଦିନ ସାହାଯ୍ୟ କରିଥିଲେ ସେଇଥିରୁ ସେ ଓହରି ଆସିଲେ ବା ତା ବିରୁଦ୍ଧରେ ଗଲେ। ସେ ଟର୍ନ ଏଗେନ୍ଷ୍ଟ, ଖରାପ କାମ କଣ କରୁଥିଲେ? ତା ଭିତରେ ହୁଏତ ପ୍ରକୃତି ଦ୍ଵାରା ଏମିତି କିଛି କାର୍ଯ୍ୟ ହେଇଥିବ ଯୋଉଥିରେ ଅନେକ ଲୋକଙ୍କର କ୍ଷତି ହେଇଥିବ। କାରଣ ୟା ପୂର୍ବରୁ ଆମେ ଆଲୋଚନା କରିଛେ, ଗତକାଲି ଆମେ ଆଲୋଚନା କରିଥିଲେ ଯେ ପ୍ରକୃତିର ଗୋଟେ ଖିଆଲ ରହିଛି। ସେ ଖିଆଲ ଅନୁଯାୟୀ ସେ ବେଳେ ବେଳେ କାର୍ଯ୍ୟ କରିଚାଲେ। ହୁଏତ ତା ପଛରେ ଏକ ବିରାଟ ଉଦ୍ଦେଶ୍ୟ ଥାଇପାରେ, ସେ ଅଲଗା, କିନ୍ତୁ ଆମକୁ ଲାଗେ ଯେ ପ୍ରକୃତି ବହୁତ ଅନେକ ଖରାପ କାମ କରିଛି। ବର୍ତ୍ତମାନ ସେ ଯୋଉ ଖରାପ କାମରେ ସେ ସାହାଯ୍ୟ ଦିନେ କରିଥିଲେ, ସେଥିରୁ ନିଜକୁ ମୁହଁ ଫେରେଇ ନେଇଛନ୍ତି ବା ତାର ଏଗେନ୍ଷ୍ଟ, ତାର ବିରୁଦ୍ଧରେ ସେ ଯାଇଛନ୍ତି। ସେ ଟର୍ନ ଏଗେନ୍ଷ୍ଟ ଦି ଇଭିଲ୍ ସି ହ୍ୟାଡ୍ ହେଲ୍ପଡ୍। her engined wrath, her invisible means to slay. ତାଙ୍କର ଯୋଉ ଯନ୍ତ୍ରବୋଧ କ୍ରୋଧ, ରାଥ ର ଅର୍ଥ ହଉଛି କ୍ରୋଧ, ଇଞ୍ଜିନ୍ଡ ରାଥ, ସତେ ଯେମିତି ଗୋଟେ ଯେମିତି ଇଞ୍ଜିନ ର କ୍ରୋଧ, ଯେମିତି ତାଙ୍କର କ୍ରୋଧ, her engined wrath, her invisible means to slay. ତାଙ୍କର ଯୋଉ ମାରିବା ପାଇଁ, ଧ୍ୱଂସ କରିବା ପାଇଁ, ସ୍ଲେ ର ଅର୍ଥ ହଉଛି ମର୍ଡର, ହତ୍ୟା କରିବା ପାଇଁ। ତାଙ୍କର ଯୋଉ ହତ୍ୟା କରିବା ପାଇଁ ବା ଧ୍ୱଂସ କରିବା ପାଇଁ, ଏଠି ଆମେ ଧ୍ୱଂସ ଅର୍ଥରେ ନବା, ଧ୍ୱଂସ କରିବା ପାଇଁ ଯେତେକ ଇନଭିଜିବଲ ମିନ୍ସ, ଯେତେକ ଅଦୃଶ୍ୟ ଉପାୟ ସବୁ ରହିଛି, ୟାକୁ ସେ ପରିହାର କଲେ ବା ୟା ଏଗେନ୍ଷ୍ଟରେ ଗଲେ, ଯାହା ଏଭିଲ୍ ସି ହ୍ୟାଡ୍ ହେଲ୍ପଡ୍। ଏବଂ ଯୋଉ ସବୁ ଇଞ୍ଜିନ୍ ରାଥ୍ ବା ହର୍ ଇନଭିଜିବଲ ମିନ୍ସ ଟୁ ସ୍ଲେ,
एइथरु सी टर्न अगेंस्ट या अगेंस्ट ता विरुद्ध से गले प्रकृति हर डेंजरस मूड्स एंड आर्बिट्ररी फोर्स सी सरेंडर टू द सर्विस ऑफ द सोल तांकर सब विपज्जनक जो मूड भाव एवं आर्बिट्ररी फोर्स जो जदृच्छार महाबल जदृच्छार जो शक्ति कारण बेले बेले से जदृच्छा तांकर ख्याल अनुसार से काम करती एवं प्रचंड शक्ति रही प्रकृतिकर ताले से जदृच्छार महाबल आर्बिट्ररी फोर्स एवं डेंजरस मूड्स सी सरेंडर टू द सर्विस ऑफ द सोल से बर्तमान समर्पी देले अंतरात्मार सेवारे सर्विस ऑफ द सोल पूरा अंतरात्मार सेवा ये अंतरात्मा कहार ना अशुभती अशुभती बर्तमान आत्मार शक्ति बलियान कारण आम प्रथम पढ़े बुक 1 कैंटो 3 रे द योगा ऑफ द किंग द योगा ऑफ द सोल्स रिलीज आत्मा मुक्त हो जाए बर्तमान सब बंधन एवं तापर पर से सीक्रेट नॉलेज पाइले पुणी बुक 1 कैंटो 5 रे देखु सी बर्तमान जो स्पिरिट्स फ्रीडम एंड ग्रेटनेस तेणु से आत्मार शक्ति बलियान ये अश्वपति कहले से जन रजा थे मर्त्यर मनीष से नुहति अश्वपति जहांकर आत्मा जहांकर चेतना एक ऊर्ध्वस्थ स्तर को जाई से अश्वपति की स्पिरिट सेवारे बर्तमान प्रकृति सबकि समर्पी देले सी सरेंडर टू द सर्विस ऑफ द सोल एंड द कंट्रोल ऑफ ए स्पिरिचुअल विल एक आध्यात्म संकल्प पाखरे बा एक आध्यात्म संकल्पर नियंत्रण नियंत्रण को से निजक देदेले से चाहिए मु शासित हेबी एमती एक आध्यात्म संकल्प द्वारा साधारण लोक द्वारा कारण प्रकृति शासन करने जनकर से प्रकार शक्ति थी आवश्यक कारण प्रकृति अत्यंत भाव शक्तिमती एवं प्रकृति भितर असंख्य ख्याल सब रही से जहाँ चाहती ताकि अतएव भितर दिव्यता रही बेले बेले आम देखू एक भयंकर एक आसुरिक जिनिस देखू ताले जहाँ किसी एविल्स जहाँ किसी खराब जहाँ किसी जहाँ द्वारा ध्वंस करा जाए एवं तांकर क्रोध ये सबुर से दूरे गले से दूरे जाइए कौन कले भितर जहाँ सब शक्ति रही डेंजरस मूड्स जहाँ किसी रही एक विपज्जनक मूड कारण प्रकृतिर ख्याल प्रकृतिर मूड अनुसार निर्भर कर केमती बिहेव करे ये सब से अश्वपति पाखे देदेले गोटे स्पिरिट सेवारे गोटे अंतरात्मार सेवारे गोटे आत्मार सेवारे से निजक निछावर करदे निजक समर्पी देले एवं कंट्रोल ऑफ ए स्पिरिचुअल विल गोटे अध्यात्म संकल्प पाखरे से संपूर्ण बर्तमान समर्पिता आ से अध्यात्म संकल्प अधिकारी अन्य कई नुहति अश्वपति तले चमत्कार वाक्य the ends recovered to which she was made she turned against the evil she had helped her engined wrath her invisible means to slay her dangerous moods and arbitrary force she surrendered to the service of the soul and the control of a spiritual will a greater despot tamed her despotism what a beautiful line a greater despot tamed हर डेस्पोटिज्म जड़े स्वेच्छाचारी एक महत्तर एक बृहत्तर स्वेच्छाचारी तार स्वेच्छाचार अधीश्वर हो गले तार माने प्रकृति निजे स्वेच्छाचारी डेस्पोट अर्थ हूँ आर्बिट्रारी रूलर अत्याचारी शासक स्वेच्छाचारी शासक को कह जाए डेस्पोट एवं डेस्पोटिज्म अर्थ हूँ स्वेच्छाचार प्रकृतिर जो स्वेच्छाचार थिला बस प्रकृतिर जो स्वेच्छाचारिता थिला ताकू एक बृहत्तर स्वेच्छाचार अधिकार करनेला टेम्ड अर्थ से पोषा मनैबा डोमेस्टिकेट तार प्रकृतिर एक स्वेच्छाचार रही प्रकृति जदृच्छा बा तार मन इच्छा काम करुच्ची अतएव तार स्वेच्छाचार तेणु यही प्रकृतिर स्वेच्छाचार को आउ गोटे बृहत्तर स्वेच्छाचार एक बृहत्तर स्वेच्छाचारी अधिकार करनेला अश्वपति कहुच्छी सी एक बृहत्तर स्वेच्छाचारी अच्छा स्वेच्छाचारी बा डेस्पोट शब्दटा इज ए नेगेटिव वर्ड कारण गोटे अत्याचारी शासक गोटे स्वेच्छाचारी शासक सी के पॉजिटिव भाव ग्रहण करवानी
तेणु एक बृहत्तर स्वेच्छाचारी अशुपति कहुचे ग्रेटर डेस्पॉट टेम्ड हर डेस्पोटिज्म तार प्रकृति जो बर्तमान एपर्यंत स्वेच्छाचार कर से स्वेच्छाचार को आउ जड़े स्वेच्छाचारी पोषा मनईदेला अधिकार करनेला। कारण बेले बेले कौन हुए से जो कंटक नैव कंटकम भले जी जो प्रवृत्तिर जमी महावीर श्री अरविंद कहते से गुणधर्म अनुजाई बीजा लाभ कर जो अपशक्ति माने अछंती निज से भली से जो जिनस को चिन्हती तार द्वारा अधिकार करा तेणु ये प्रकृतिर स्वेच्छाचारिता वर्तमान अशोपति भली जड़े बृहत्तर स्वेच्छाचारी अधीन रहा। ए ग्रेटर डेस्पॉट टेम्ड हर डेस्पोटिज्म assailed surprised in the fortress of herself conquered by her own unexpected king fulfilled and ransomed by her servitude she yielded in a vanquished ecstasy her sealed hermetic wisdom forced from her fragments of her mystery of omnipotence assailed surprised in the fortress of herself सत्य प्रकृति तार निजर दुर्ग भितरे से अभिभूत हैला एवं आक्रांत भी हैला। असेल्ड माने जहाँ को आक्रमण करा जाए आक्रमित आक्रांत प्रकृति निजर दुर्ग भितरे माने तार एरियाटा हूँ एटा समग्र पृथ्वी जो से दिन शासिका थिला प्रथम तारी दुर्ग भितरे आउ जन आसिक शासन जमेला तमने ताको अधिकार करनेला से बर्तमान आक्रांत एवं अभिभूत सरप्राइज्ड आश्चर्यान्वित निजर फोर्ट्रेस भितर फोर्ट्रेस अर्थ होची दुर्ग निजर दुर्ग भितरे से निजे आक्रांता एवं अधिकृत मध्य। सो ब्यूटीफुल लाइन assailed सरप्राइज्ड इन द फोर्ट्रेस ऑफ हरसेल्फ जेमती जनक घरे पसी जन बड़ेगा कथा माने से जड़े अधिक साहसी नहले जनकर घरे पसिक जो तार शासन हो जन व्यक्तिर घरे पसिक आक्रमण करा निज घरे। सो assailed surprised in the fortress of herself conquered by her own unexpected king सी वर्तमान निजर एक अप्रत्याशित सम्राट द्वारा विजित कंकर्ड अप्रत्याशित सम्राट सी केवे प्रकृति भावी नथिला जन मनीष मर्त्य मनीष ए मर्त्यु उठी लोकटीए एमती चेतनार एक ऊर्ध्वतर स्तर को आरोहण कर तार सम्राट बन तार शासक बन से नेवर एक्सपेक्टेड इट। सो कंकर्ड बाय हर ओन अनएक्सपेक्टेड किंग ता निजर एक अप्रत्याशित राजा द्वारा सम्राट द्वारा से बर्तमान विजित हेले फुलफिल्ड एंड रैंसम्ड बाय हर सर्विट्यूड फुलफिल्ड एंड रैंसम्ड अच्छा निजे पूर्ण हेले प्रकृति परिपूर्ण हैला एभली जड़े शासक द्वारा शासित हवा फल सी फेल्ड हर सेल्फ फुलफिल्ड से पूर्ण हो गले पुणी कौन हेले रैंसम्ड बाय हर सर्विट्यूड ब्यूटिफुल मो जो वर्णना कर रोमोद्गम हो रैंसम अर्थ आम जाने बेले बेले आम इंग्लिश पढ़े ही वाज हेल्ड फॉर रैंसम ही वाज हेल्ड फ्रॉम रैंसम मनकर जड़े बड़ व्यवसायी पुत्र को अपहरण करने किसी लोक एवं दाबी कले एतिक लक्ष टका देले मुकुल सो दैट इज द रैंसम द डिमांड। तेणु रैंसम अर्थ हूँ जन को मुकुलिया किसी पणबंदी रखापी जहाँ रखा जाए दैट इज कॉल्ड रैंसम। रैंसम को प्रथम कथा एक भाव हिसाब से यूज कर श्री अरविंद रैंसम नॉर्मली इज ए नाउन बट इट इज यूज एज वर्ब हियर रैंसम्ड रैंसम्ड अर्थ जड़े से दासत्व मुक्त है तमाने रैंसम दिगला जहाँफल से मुक्त हो गला। तेणु प्रकृति सते जमी निजे परिपूर्ण हेले एवं एक दासत्व मुक्त हेले कहा द्वारा बाय हर सर्विट्यूड से निजे अशोपति दास हो गले एवं तारी फल से गोटे विराट दासत्व मुक्त हेले कौ दासत्व भितर सी थिले जे एक निर्दिष्ट ख्याल दास होती जदृच्छार दास होती
ନିଜର ଏକ ଅପୂର୍ବ ଗୋଟେ ମାନସିକତା ବା ଆମେ କହିବା ଗୋଟେ ଅପୂର୍ବ ଅବସ୍ଥାରେ ସେ ଦାସ ହେଇକି ଥିଲେ, ସେଥିରୁ ସେ ମୁକ୍ତ ହେଲେ। ଏବଂ ଦାସତ୍ୱରୁ ମୁକ୍ତ ହେଲେ କାହା ଦ୍ୱାରା ନା ଆଉ ଏକ ଦାସତ୍ୱ ଦ୍ୱାରା ସେ ପରିପୂର୍ଣ୍ଣ ହେଲେ। ଅଶ୍ୱପତିଙ୍କର ବସତ ସ୍ୱୀକାର କଲେ ସତ, ଅଶ୍ୱପତିଙ୍କ ପାଖରେ ସମର୍ପିତ ହେଲେ ସତ, ସେ ତା ଦ୍ୱାରା ପରିପୂର୍ଣ୍ଣ ସେ ହେଲେ। ଯେମିତି ଗୋଟେ ଉଦାହରଣ ଦିଆଯାଇପାରେ, ପ୍ରକୃତ ବହୁତ ଡିଫିକଲ୍ଟ, ମୁଁ ବେଳେବେଳେ ମୋର ଅସାମର୍ଥ୍ୟ ପ୍ରକାଶ କରୁଛି କାରଣ ଶବ୍ଦ ନାହିଁ। ଧରନ୍ତୁ ଆମେ ଭଗବାନ ପାଖକୁ ଗଲେ ବା ଭଗବାନଙ୍କୁ ଏକାନ୍ତ ଭାବରେ ସର୍ବାନ୍ତକରଣରେ ଆମେ ବିଶ୍ୱାସ କଲେ ବା ଭଗବାନଙ୍କର ଆମେ ଦାସତ୍ୱ ସ୍ୱୀକାର କରିନେଲେ, ତା ଫଳରେ ଆମେ ଏଇ ଯୋଉ ସାଧାରଣ ଦାସତ୍ୱରୁ ମୁକ୍ତ ହେଲେ ନା ନାହିଁ? ନମ୍ବର 1, ସାଧାରଣ ଦାସତ୍ୱରୁ ମୁକ୍ତ ହେଇଗଲେ। ଦ୍ୱିତୀୟ ଜିନିଷ ହେଲା କଣ ନା ଆମେ ପରିପୂର୍ଣ୍ଣ ହେଇଗଲେ, ଫୁଲଫିଲ୍ଡ। କାରଣ ଆମେ ସାଧାରଣ ଭାବରେ ଏଇ ଯୋଉ ଥୋଡ ବଡି ଖଡା, ଖଡା ବଡି ଥୋଡ ଏହା କରିକି ଚାଲିଥିଲେ, ଗୋଟେ ମେକାନିକାଲ ଲାଇଫ ଭିତରେ ଥିଲେ, ଗୋଟେ ଯାନ୍ତ୍ରିକ ଜୀବନଟି ଅତିବାହିତ କରୁଥିଲେ ଏବଂ କିଛି ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାରା ଜୀବନ ପ୍ରୟାସ କରୁଥିଲେ ଏବଂ କରିକି ମଧ୍ୟ କାହାକୁ ସନ୍ତୁଷ୍ଟ କରି ହୁଏନି, ସମ୍ଭବ ନୁହେଁ। ତାହେଲେ ଏଭଳି ଏକ ଦାସତ୍ୱ ଭିତରେ ଆମେ ଥିଲେ। କିନ୍ତୁ ଯେତେବେଳେ ଭଗବାନ ପାଖକୁ ଆସିଲେ ବା ଭଗବାନଙ୍କର ଦାସତ୍ୱ ଆମେ ସ୍ୱୀକାର କରିନେଲେ, ସେତେବେଳେ ଆମେ ପରିପୂର୍ଣ୍ଣ ହେଇନି? ଡେଫିନେଟଲି वी हैव बीन फुलफिल्ड। ଖାଲି ଫୁଲଫିଲ୍ଡ ନୁହେଁ, वी हैव बीन ransomed also। ଆମର ଯୋଉ ପଣ ଜାମିନ ଥିଲା ଆମ ମୁଣ୍ଡ ଉପରେ ଯୋଉ ବନ୍ଧକ ରଖିକିରି ଜଣେ ଦାବି କରୁଥିଲା ଏହା ଦେଲା, ଏହା କରିବି, ଏହା କରିବି, ସେଇଥିରୁ ବର୍ତ୍ତମାନ ମୁକ୍ତ ହେଇଗଲେ। ଅତଏବ ପ୍ରକୃତି ଦାସତ୍ୱ ମୁକ୍ତ ହେଲେ, ଫୁଲଫିଲ୍ଡ ହେଲେ, କିନ୍ତୁ ଆଉ ଏକ ଦାସତ୍ୱକୁ ଆକ୍ସେପ୍ଟ କରିକିରି ଏସବୁ ଘଟିଲା। ସର୍ଭିଚ୍ୟୁଡ ମାନେ ଦାସତ୍ୱ, ୱଣ୍ଡରଫୁଲ ଲାଇନ୍। So fulfilled and ransomed by her servitude, she yielded in a vanquished ecstasy. She yielded in a vanquished ecstasy. Vanquish ର ଅର୍ଥ ହଉଛି କଙ୍କର, ବିଜୟ ଲାଭ କରିବା। vanquished ମାନେ ପରାଜିତ, ବିଜିତର ଅର୍ଥ ଯାହା, ପରାଜିତର ଅର୍ଥ ସେୟା। ସେ ବର୍ତ୍ତମାନ ପରାଜିତ ହେଲେ, but she yielded in a vanquished ecstasy। ଏ ଯୋଉ ପରାଜିତ ହେଲେ, ପରାଜୟର ଏକ ଉଲ୍ଲାସରେ ସିଏ ଇଲ୍ଡେଡ ମାନେ ନିଜକୁ ସମର୍ପି ଦେଲେ, ନିଜକୁ ସମ୍ପୂର୍ଣ୍ଣ ରୂପେ ଦେଇଦେଲେ। ସିଏ ତାଙ୍କ ଉପରେ ଜଣେ ବିଜୟ ଲାଭ କଲେ, ତାମାନେ ସେ ପରାଜୟ ଲାଭ କରିଛନ୍ତି। କିନ୍ତୁ ଏ ପରାଜୟ ଏକ ଉଲ୍ଲାସ ତାଙ୍କ ପାଇଁ। ଏ ପରାଜୟ କୌଣସି ଦୁଃଖ ନୁହଁ, ଗ୍ଳାନି ନୁହଁ, ପୀଡା ନୁହେଁ, ଯନ୍ତ୍ରଣା ନୁହେଁ। ଏ ପରାଜୟ ଏକ ଆନନ୍ଦ, ଏକ ଖାଲି ଆନନ୍ଦ ନୁହେଁ, ଇଟ୍ ଇଜ ଏକ୍ସଟାସି, ଗୋଟେ ଉଲ୍ଲାସ। ଏବଂ ଏ ପରାଜୟର ଉଲ୍ଲାସରେ ସି ଇଲ୍ଡେଡ ମିନ୍ସ ସରେଣ୍ଡର। ଯେହେତୁ ସରେଣ୍ଡର ୱାର୍ଡଟା ୟା ପୂର୍ବରୁ ଲଗେଇଛନ୍ତି ଶ୍ରୀ ଅରବିନ୍ଦ, ତେଣୁ ଆଉ ଗୋଟେ ୱାର୍ଡ ଲଗେଇଲେ ଇଲ୍ଡେଡ, କାହିଁକିନା ରିପିଟେସନ ହେଇଗଲେ ହୁଏତ ଭଲ ଶୁଣାଯିବନି। So she yielded in a vanquished ecstasy. Her sealed hermetic wisdom forced from her। ଏବଂ ତାଙ୍କ ଭିତରେ ଯୋଉ ହର୍ମେଟିକ ୱିଜଡମ ଥିଲା, ଯୋଉ ଗୁପ୍ତ ଦିବ୍ୟ ଜ୍ଞାନ ଥିଲା, ଏବଂ ଏଇ ଯୋଉ ଭିତରେ ତାଙ୍କର ଦିବ୍ୟ ଜ୍ଞାନ ଅଛି, କାରଣ ପ୍ରକୃତି ଭିତରେ ଆମେ ଯୋଉ ଗତକାଲି 15 ଲାଇନର ଏକ ବାକ୍ୟ ଆଲୋଚନା କରୁଥିଲେ, ତା ଭିତରେ ପ୍ରକୃତି ଭିତରେ ଅନେକ ଦିବ୍ୟତା ରହିଛି, ଓରାକଲ ରହିଛି, ଗୋଟେ ଡେମୋନିକ ଗାଇଡାନ୍ସ ରହିଛି ଭିତରେ, ଗୋଟେ ସ୍ପିରିଚୁଆଲ ଗାଇଡାନ୍ସ ମଧ୍ୟ ତା ଭିତରେ ରହିଛି। ତେଣୁ ତା ଭିତରେ ଥିବା ପ୍ରକୃତି ଭିତରେ ଯୋଉ ଦିବ୍ୟ ଜ୍ଞାନ ଅଛି, ହର୍ମେଟିକ ୱିଜଡମ, ଯୋଉଟା କି ବନ୍ଦ ହେଇକି ଥିଲା, ସିଲ୍ଡ ହେଇକି ଥିଲା ବା ବାହାରକୁ ବିଲକୁଲ ଖୋଲା ନଥିଲା, ସେ ୱିଜଡମ ଟାକୁ ଫୋର୍ସଡ ଫ୍ରମ ହର, ସତେ ଯେମିତି ତାଠୁ ଜବରଦସ୍ତି ନିଆ ହେଇଗଲା। ଏବଂ ସେ ୱିଜଡମ ଟା ଅନ୍ୟ କିଛି ନୁହେଁ, ଫ୍ରାଗମେଣ୍ଟସ ଅଫ ଦି ମିଷ୍ଟ୍ରି ଅଫ ଓମନିପୋଟେନ୍ସ। ଗୋଟେ ସର୍ବଶକ୍ତିମତ୍ତାର ଇଏ ହଉଛି ଭଗ୍ନାବଶେଷ, ରହସ୍ୟମୟ ଭଗ୍ନାବଶେଷ। ସର୍ବଶକ୍ତିମତ୍ତାର ଯୋଉ ରହସ୍ୟ ରହିଛି, ତାର ଫ୍ରାଗମେଣ୍ଟସ, ଭଗ୍ନାବଶେଷ, ସେଇଟା ହଉଛି ୱିଜଡମ। ଏବଂ ସେଇଟା ହଉଛି ହର୍ମେଟିକ ୱିଜଡମ, ଗୋଟେ ଦିବ୍ୟ ଜ୍ଞାନ ବା ଗୁପ୍ତ ହେଇକି ରହିଛି ସେ ଜ୍ଞାନଟା, ଯୋଉଟା ସିଲ୍ଡ ହେଇକି ଥିଲା, ଗୁପ୍ତ ହେଇକି ଥିଲା, ସେଇଟା ତାଠୁ ଫୋର୍ସ କରିକି ବାହାର କରି ନିଆଗଲା। ସିଏ ସରେଣ୍ଡର। ଏବଂ ଯେତେବେଳେ ସମର୍ପି ଦେଇଛନ୍ତି, ସେ ଯୋଉ ଅକ୍ଷୟମାତ୍ର ସେ ପୁରୁଣା ଭଜନ ଆମର ଭୀମ ଭୈରବଙ୍କର ଆମେ ପଢୁ, ସମର୍ପି ଦେଲି ପାଇଲି ସର୍ପ। ତେଣୁ ସମର୍ପି ଦେଲା ପରେ ସବୁ କିଛି ମିଳିଯାଏ ପ୍ରକୃତରେ। ମାଙ୍କର ସେ ବାଣୀ, ନିଜକୁ ଗୋଟାପଣେ ଦେଇଦିଅ, ତାହା ହିଁ ନିଜକୁ ସର୍ବୋତ୍ତ ଭାବେ ଫେରି ପାଇବାର ସର୍ବୋତ୍ତମ ଉପାୟ। That is the best way to get back yourself. Unless we surrender completely, we cannot get back ourselves completely. ତେଣୁ ପ୍ରକୃତି ଏଠି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଏବଂ ସେ ସମର୍ପଣର ଗୋଟେ ଉଚ୍ଛ୍ୱାସ ରହିଛି। ସେ ପରାଜିତ ହେଇଛନ୍ତି, ପରାଜିତା ହେଇଛନ୍ତି, ଆକ୍ରାନ୍ତ ହେଇଛନ୍ତି,
ନିଜର ଦୁର୍ଗ ଭିତରେ ଆଉ ଜଣେ ତାଙ୍କୁ ଆକ୍ରମଣ କରିଛି, ଅଥଚ ତାଙ୍କ ଭିତରେ ଗୋଟେ ଉଲ୍ଲାସ ରହିଛି ଏବଂ ସେ ପରିପୂର୍ଣ୍ଣ ହେଇଛନ୍ତି। ଏକ ଦାସତ୍ୱରୁ ମୁକ୍ତ ହେଇଛନ୍ତି ସତ, ନିଜର ଆଉ ଏକ ଦାସତ୍ୱ ଦ୍ୱାରା ନିଜର ଦାସତ୍ୱରୁ ମୁକ୍ତ ହେଇଛନ୍ତି ଏବଂ ପରିପୂର୍ଣ୍ଣ ହେଇଛନ୍ତି ଏବଂ ବିଜୟର ବା ପରାଜୟର ଗ୍ଳାନି ତାଙ୍କ ଭିତରେ ନାହିଁ, ପରାଜୟର ଦୁଃଖ ତାଙ୍କ ଭିତରେ ନାହିଁ, ପରାଜୟର ଯନ୍ତ୍ରଣା ତାଙ୍କ ଭିତରେ ନାହିଁ, ବରଂ ଅଛି ପରାଜୟର ଏକ ଚରମ ଉଲ୍ଲାସ ଏବଂ ସେଇ ଉଲ୍ଲାସରେ ସେ ନିଜକୁ ସମର୍ପି ଦେଇଛନ୍ତି। ଫଳତଃ ତାଙ୍କ ଭିତରେ ଯୋଉ ଗୁପ୍ତ ଜ୍ଞାନ ଥିଲା, ଯୋଉ ଗୁପ୍ତ ଜ୍ଞାନ ହଉଛି ତାଙ୍କର ଓମିନିପୋଟେନ୍ସ, ସର୍ବଶକ୍ତିମତ୍ତାର ରହସ୍ୟ ଏବଂ କିଛି ଭଗ୍ନାବଶେଷ, ସେ ସବୁ ତାଙ୍କଠୁ କାଢି ନିଆଯାଇଛି। It's a wonderful line. Assailed, surprised, in the fortress of herself, conquered by her own unexpected king, fulfilled and ransomed by her servitude, she yielded in a vanquished ecstasy, her sealed hermetic wisdom forced from her fragments of the mystery of omnipotence. ଏବଂ ଏଇଠି ଗୋଟେ ସେକ୍ସନ ସରିଛି, ଏଠୁ ଆରମ୍ଭ ଆଉ ଗୋଟେ ସେକ୍ସନ। ବର୍ତ୍ତମାନ ଏଇ ସେକ୍ସନରେ ପ୍ରକୃତି ଭିତରେ ଏଇସବୁ ଜିନିଷ ଯୋଉ ବର୍ଣ୍ଣନା କରିଛନ୍ତି ଶ୍ରୀ ଅରବିନ୍ଦ, ପ୍ରକୃତ ତା ଭିତରେ ଅଛି। ଆମେ ପଢିଲା ପରେ ଜାଣୁଛୁ ଯେ ପ୍ରକୃତି ଭିତରେ ଏଇ ଜିନିଷ ଅଛି। ଆମେ ବେଳେ ବେଳେ ଆମର ଅନୁଭବରେ ଆସିଛି, କିନ୍ତୁ ତାକୁ ସମ୍ପୂର୍ଣ୍ଣ ରୂପେ ଗୋଟେ ସିଧାସଳଖ କଳା ଏବଂ ଧଳା, ବ୍ଲାକ୍ ଆଣ୍ଡ ବ୍ଲୁ ରେ ଲେଖିବା, ବ୍ଲାକ୍ ଆଣ୍ଡ ହ୍ୱାଇଟ ରେ ଲେଖିବା, ଇଟ୍ ଇଜ ଭେରି ଡିଫିକଲ୍ଟ। ତେଣୁ ଏଠିକି ଆସି ସାର୍ ଯେତେବେଳେ ପ୍ରକୃତିର ଏଇସବୁ ଜିନିଷ ଦେଇଛନ୍ତି ଏବଂ ପ୍ରକୃତିର ଅଧୀଶ୍ୱର ବର୍ତ୍ତମାନ ଅଶୁଭୂତି ବନି ଯାଇଛନ୍ତି, ପ୍ରକୃତିଙ୍କର ତା ଭିତରେ ଆଉ କଣ ଅଛି ସେ ବର୍ତ୍ତମାନ କହୁଛନ୍ତି। କାରଣ ପ୍ରକୃତିରେ ସେ ଅଧୀଶ୍ୱର ହେଇଗଲେ, ପ୍ରକୃତି ତାଙ୍କର ବସତା ସ୍ୱୀକାର କରିନେଲା, ପ୍ରକୃତି ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରିଦେଲା ଏବଂ ଏହାପରେ ତା ଭିତରେ ଯୋଉ ଥିଲା ସବୁ ଯୋଉ ଓମନିପୋଟେନ୍ସର ରହସ୍ୟ ଥିଲା, ସବୁ ଫ୍ରାଗମେଣ୍ଟସ୍ ହିସାବରେ ଥିଲା, ଏସବୁ ବାହାର କରି ନିଆଗଲା। ବର୍ତ୍ତମାନ ଏଇ ସେକ୍ସନରେ ଆମେ ଅଶୁଭୂତି ଆଉ କଣ କଣ ସବୁ କରୁଛନ୍ତି ବା ପ୍ରକୃତି ଭିତରେ ଅନ୍ୟ କଣ କଣ ସବୁ ଦେଖୁଛନ୍ତି ସେ ବିଷୟରେ ଆଲୋଚନା କରିବା। A border sovereign is the occult force. A border sovereign, এই ଯୋଉ ସୀମାନ୍ତର ଅଧିପତି, ସଭରେନ୍ ଅର୍ଥ ହଉଛି ଅଧିପତି, ରୁଲର, ବର୍ଡର ମାନେ ସୀମାନ୍ତ, ଏ ସୀମାନ୍ତର ହଉଛନ୍ତି ଅଧିପତି, ଇଜ ଦି ଅକଲ୍ଟ ପାୱାର, ଗୋଟେ ପ୍ରସନ୍ନ ଶକ୍ତି, ସେଇ ହଉଛନ୍ତି ପ୍ରକୃତି। ଏ ପ୍ରକୃତିଙ୍କର ପୁଣି ବର୍ଣ୍ଣନା, ଏ ବର୍ଡର ସଭରେନ୍ ଇଜ ଦି ଅକଲ୍ଟ ଫୋର୍ସ। ତାଙ୍କ ଭିତରେ ଗୋଟେ ନେପଥ୍ୟ ଶକ୍ତି ରହିଛି, ଗୋଟେ ପ୍ରସନ୍ନ ଶକ୍ତି ରହୁଛନ୍ତି ଏବଂ ଏଇ ସୀମାର ସେ ହଉଛନ୍ତି ଅଧିପତି ପ୍ରକୃତି। ଏ threshold guardian of the earth scenes beyond, ତାକୁ ପୁଣି ବର୍ଣ୍ଣନା କରୁଛନ୍ତି ଶ୍ରୀଅରବିନ୍ଦ ଯେ ବଡି ସୀମାନ୍ତର ଅଧିପତି ସେ କେମିତି ନା, ଏ threshold guardian of the earth scenes beyond, she has canalized the outbreaks of the gods and caught through vistas of intuitive sight a long road of simmering discoveries. The worlds of a marvelous unknown were near. Behind her an ineffable presence stood. Her reign received their mystic influences. Their lion forces crouched beneath her feet. The future sleeps unknown behind their doors. A threshold guardian of the earth scenes beyond. जो गोटे पार्थिव दृश्यपटर जो परपारर सी होती थ्रेशोल्ड गार्डियन, द्वार रखी। थ्रेशोल्ड क्या कहुए ना, धरत गोटे द्वारटे रही एरुणी बंधन को आम कह थ्रेशोल्ड। आम जो डेईकी जा से थ्रेशोल्ड को डेईकी गले भितर प्रवेश करवा, थ्रेशोल्ड को डेईकी गले बाहर को आसवा, सी हूँ थ्रेशोल्ड गार्डियन। क्या या पूर्व लाइन कहले सी इज द बॉर्डर सॉवरेन, सी इज द अकल्ट फोर्स, एक प्रसन्न नेपथ्य गुप्त शक्ति सी, बट ए बॉर्डर सॉवरेन, ए सीमांतर से होती अधिपति। पुणी कौन ना, थ्रेशोल्ड गार्डियन ऑफ द अर्थ सीन्स बियॉन्ड। अर्थ सीन जो पार्थिव दृश्यावली तार परपार जो रही, कारण एठू डेइले आम से जा, थ्रेशोल्ड सी होती गार्डियन, जो पार्थिव दृश्यपटर जो द्वार रखी। सी हैज कैनालाइज्ड द आउटब्रेक्स ऑफ द गॉड्स, देवता मानकर आउटब्रेक से केनाल सब खोली प्रकृति। सी हैज कैनालाइज्ड द आउटब्रेक्स ऑफ द गॉड्स। आउटब्रेक टा लगे गोटे डिजीज जमी कोविड-19 आउटब्रेक। आम पिलादिने आम जेजे बापा शुणुलु
ତାଙ୍କ ପିଲାଦିନେ କୁଆଡେ ହଇଜା ଆଉଟବ୍ରେକ୍ ହଉଥିଲା, କଲେରା ଆଉଟବ୍ରେକ୍, ସ୍ମଲ୍ ପକ୍ସ ଆଉଟବ୍ରେକ୍, କିନ୍ତୁ ଆଉଟବ୍ରେକ୍ ୱାର୍ଡଟାକୁ ଶ୍ରୀଅରବିନ୍ଦ ଲଗେଇଛନ୍ତି। ଆଉଟବ୍ରେକ୍ସ ଅଫ୍ ଦି ଗଡ୍ସ, ଭଗବାନଙ୍କର ଯୋଉ ଆଉଟବ୍ରେକ୍ ହୁଏ, ଦେବତା ମାନେ ଯେତେବେଳେ ସବୁ ତାଙ୍କର ଆସିବାକୁ ଚାହିଁବେ ତାଙ୍କ ପାଇଁ ଗୋଟେ ରାସ୍ତା ଦରକାର। ସେଇ ରାସ୍ତା ଯାକ ବା କେନାଲ ବା ସେଇ ରାସ୍ତା ଖୋଳିଛନ୍ତି ପ୍ରକୃତି। ସି ହାଜ ଡନ୍ ଇଟ୍ and caught through vistas of intuitive mind। ଏବଂ ଯୋଉ intuitive sight, ଯୋଉ ଅନ୍ତର ଦୃଷ୍ଟିର ଯୋଉ ପରିସର ରହିଛି, ଭିଷ୍ଟାସ ରହିଛି, ତା ଭିତରେ ସେ ରାସ୍ତା କାଟିକି caught through vistas of intuitive sight, ଗୋଟେ ଅନ୍ତର ଦୃଷ୍ଟିର ଯୋଉ ଭିଷ୍ଟାସ, ଯୋଉ ସ୍ପେସ୍, ବିପୁଳ ପରିସର ରହିଛି, ତା ଭିତରେ କାଟି କାଟି ସେ ରାସ୍ତା ତିଆରି କରିଛନ୍ତି। କଣ ନା ଏ ଲଙ୍ଗ ରୋଡ, ଗୋଟେ ସୁଦୀର୍ଘ ପଥ ସେ ତିଆରି କରିଛନ୍ତି। ଅଫ୍ ସିମରିଂ ଡିସ୍କଭରିଜ, ଏକ ଜ୍ୟୋତିଷ୍ନାତ ଆଲୋକିତ ଡିସ୍କଭରିଜ, ଆବିଷ୍କାର ସବୁର। ତାମାନେ ଏଇ ଯୋଉ ଭିଷ୍ଟାସ ରହିଛି, ଆମର ଯୋଉ ଆନ୍ତର ଦୃଷ୍ଟିର ଯଦି ପରିସରଟା ବିପୁଳ ହେଇଥାଏ, ଆଉ ଆନ୍ତର ଦୃଷ୍ଟିର ପରିସର ଆମେ ସାଧାରଣ ଭାବରେ ବର୍ଗ ଫୁଟ ବା ବର୍ଗ କିଲୋମିଟରରେ ମାପି ପାରିବନି। ତେଣୁ ତାର ବିପୁଳ ପ୍ରସାର ଭିତରେ ସେ ରାସ୍ତା ଗୋଟେ ସୁଦୀର୍ଘ ପଥ ତିଆରି କରିଛନ୍ତି। ଅଫ୍ ସିମରିଂ ଡିସ୍କଭରି, ସିମରିଂ ମିନ୍ସ ଲାଇଟେଡ୍, ଏକଦମ ଆଲୋକିତ, ଉର୍ଜ୍ଜସ୍ୱଳ ଯୋଉ ଆବିଷ୍କାର ସବୁ ପାଇଁ ଗୋଟେ ସୁଦୀର୍ଘ ପଥ ସେ ତିଆରି କରିଛନ୍ତି। ଦି ୱାର୍ଲଡ୍ସ ଅଫ୍ ଏ ମାର୍ଭେଲସ୍ ଅନନୋନ୍ ୱେଆର୍ ନିୟର। ଏ ମାର୍ଭେଲସ୍ ଅନନୋନ୍, ୟୁ କ୍ୟାପିଟାଲ ଆପଣ ଦେଖିବେ, ସେ ଅଜ୍ଞାତକର ଅନେକ ଚମତ୍କାର ଜଗତ ସବୁ ଆସ୍ତେ ଆସ୍ତେ ନିକଟ ହେଇ ଆସିଲେ। ଦି ୱାର୍ଲଡ୍ସ ଅଫ୍ ଏ ମାର୍ଭେଲସ୍ ଅନନୋନ୍, ଗୋଟେ ଚମତ୍କାର, ଏକ ବିସ୍ମୟକର ଯୋଉ ଅଜ୍ଞାତ ଅଛନ୍ତି, ତାଙ୍କର ମାର୍ଭେଲସ୍ ୱାର୍ଲଡ୍ସ, ତାଙ୍କର ଯୋଉ ଗୁଡାଏ ଜଗତ ସବୁ ରହିଛି, ସେ ଜଗତ ଯେମିତି ନିକଟ ହେଇ ଆସିଲେ ତାଙ୍କର। ୱେଆର୍ ନିୟର, ବିହାଇଣ୍ଡ ହର ଆନ୍ ଇନେଫେବଲ୍ ପ୍ରେଜେନ୍ସ ଷ୍ଟୁଡ୍, ପ୍ରେଜେନ୍ସ ପି କ୍ୟାପିଟାଲ। ଏବଂ ତାଙ୍କର ପଛରେ, ପଶ୍ଚାତ ଭାଗରେ ଗୋଟେ ଅନିର୍ବାଚନୀୟ ଉପସ୍ଥିତି ସେମିତି ଠିଆ ହେଇ ରହିଲେ। ଅଶ୍ୱପତି ଇଜ୍ ଏବଲ୍ ଟୁ ଲୁକ୍ ଅଲ୍ ଦିସ୍ ଥିଙ୍ଗସ୍, ଅଶ୍ୱପତି ଇଜ୍ ଏବଲ୍ ଟୁ ଅବଜର୍ଭ ଅଲ୍ ଦିସ୍ ଥିଙ୍ଗସ୍। ସେ ଦେଖୁଛନ୍ତି ଇଏ ହଉଛନ୍ତି ବର୍ଡର ସଭରେନ୍, ଏବଂ ଇଏ ହଉଛନ୍ତି ଥ୍ରେସ୍ ହୋଲ୍ଡର ଗାର୍ଡିଆନ ପ୍ରକୃତି। ଏବଂ ଯୋଉ ପାର୍ଥିବ ଦୃଶ୍ୟପଟ ରହିଛି, ପାର୍ଥିବ ଦୃଶ୍ୟପଟ ଯୋଉଠି ସରିବ ସେଠି ଗୋଟେ ଅପାର୍ଥିବ ଜିନିଷ ଆରମ୍ଭ ହବ। ଯୋଉ ଥ୍ରେସ୍ ହୋଲ୍ଡଟା ରହିଛି, ସେ ଥ୍ରେସ୍ ହୋଲ୍ଡର ଗାର୍ଡିଆନ ହଉଛନ୍ତି ପ୍ରକୃତି। ଏବଂ ସିଏ ଯୋଉ ଦେବତା ମାନଙ୍କର ପୁରା ଏକଦମ ଆଳାପନ ପାଇଁ, ଦେବତା ମାନଙ୍କର ଯୋଉ ଖୋଲା ବୁଲିବା ପାଇଁ ସେ ଗୋଟେ କେନାଲ ସୃଷ୍ଟି କରିଛନ୍ତି, ପଥ ସୃଷ୍ଟି କରିଛନ୍ତି। ଏବଂ ଅନ୍ତର ଦୃଷ୍ଟିର ଯୋଉ ବିରାଟ ଭିଷ୍ଟାସ ରହିଛି, ଯୋଉ ପରିସର ରହିଛି, ତା ଭିତରେ ଏକ ସୁଦୀର୍ଘ ପଥ ତିଆରି କରିଛନ୍ତି, ଯୋଉଥିରେ କେବଳ ଜ୍ୟୋତିଷ୍ନାତ ଆବିଷ୍କାର ସବୁ ରହିଛି। ଏବଂ ଏଇ ସମୟରେ ସେ ଦେଖୁଛନ୍ତି ଅନେକ ଜଗତ ସବୁ, ମାର୍ଭେଲସ୍ ୱାର୍ଲଡ୍ସ, ଦି ୱାର୍ଲଡ୍ସ ଅଫ୍ ଏ ମାର୍ଭେଲସ୍ ଅନନୋନ୍, ଏକ ଚମତ୍କାର ଅଜ୍ଞାତଙ୍କର ଗୋଟେ ଜଗତ ସବୁ ସତେ ତାଙ୍କର ନିକଟ ହେଇ ଆସିଲେ। ଏବଂ ସେ ଅନୁଭବ କରୁଛନ୍ତି ବିହାଇଣ୍ଡ ହର ଆନ୍ ଇନେଫେବଲ୍ ପ୍ରେଜେନ୍ସ ଷ୍ଟୁଡ୍, ଏବଂ ତାଙ୍କ ପଶ୍ଚାତରେ ଏକ ଅନିର୍ବାଚନୀୟ, ଯାହାକୁ ବଚନରେ ପ୍ରକାଶ କରି ହବନି, ଇନଏକ୍ସପ୍ରେସିବଲ୍, ଇନେଫେବଲ୍ ଅର୍ଥ ସେୟା, ଏକ ଅନିର୍ବାଚନୀୟ ଉପସ୍ଥିତି ବର୍ତ୍ତମାନ ସେ ରହିଲେ। ଏ ଯୋଉ ସମଗ୍ର ପ୍ରକୃତି ପଛରେ ଗୁଡାଏ ଜଗତ ସବୁ ରହିଛି, ସେ ସବୁ ପାଖକୁ ପଳେଇ ଆସିଲେ, ପ୍ରକୃତି ଅଛନ୍ତି। ଏବଂ ଅଶୁଭ ଦେଖୁଛନ୍ତି ତାଙ୍କର ପଶ୍ଚାତରେ ଗୋଟେ ଅନିର୍ବାଚନୀୟ ପ୍ରେଜେନ୍ସ, ପ୍ରେଜେନ୍ସ ଆପଣ ଦେଖିବେ ପି କ୍ୟାପିଟାଲ। Behind her an ineffable presence stood, her reign received their mystic influences। ଏଠି ଦେୟାର ମାନେ ସେଇ ୱାର୍ଲଡ ମାନଙ୍କର, ସେଇ ଯୋଉ ୱାର୍ଲଡ ଯେତେ ଜଗତ ସବୁ ଆସିଲେ, ତାଙ୍କର ରହସ୍ୟମୟ ପ୍ରଭାବକୁ her reign received, ପ୍ରକୃତିଙ୍କର ଯୋଉ ଶାସନ ସେ ଗ୍ରହଣ କଲା ସେ ଜଗତ ମାନଙ୍କର ଏକ ରହସ୍ୟମୟ ପ୍ରଭାବକୁ। her reign received their mystic influences, their lion forces crouched beneath her feet। ଏବଂ ଏତେ ସବୁ ଜଗତ ସବୁ ଆସୁଛନ୍ତି, ଇଏ ଜଗତ ମାନଙ୍କର ଯୋଉ ଲାୟନ ଫୋର୍ସେସ୍ ରହିଛି, ସିଂହ ଭଳି ସବୁ ଶକ୍ତି ସବୁ ରହିଛି, ଦେ କ୍ରାଉଚ୍ଡ beneath her feet। ସତେ ଯେମିତି ସେମାନେ ଏ ପ୍ରକୃତିର ପଦ ତଳେ ସବୁ ପଡିଗଲେ ଆସିବେ। ତାମାନେ ଏତେ ସବୁ ଜଗତ ରହିଛି,
ये प्रकृति निजको समर्पण करदेला पर तार जो विपुलता विशालता एते बढ़ी जाइछि बा सी समस्त एते एक्सेप्टेबल हो जाइछि जे अन्य जगत माने तार निकटतर हो आछुछन्ति एवं अन्य जगतर जो एक रहस्यमय प्रभाव प्रकृति तार निजर शासन भितर अनुभव करुछि एवं खाली सेतिक नुहे ये समस्त जगतर जो लायन फोर्सेस रही सिंह शक्ति सब रही से सब पद तले साहित्य Their lion forces crouched beneath her feet. The future sleeps unknown behind their doors. एवं ये जो पृथ्वी मानकर सब द्वार रही ये पृथ्वी मान भविष्य तो अज्ञात अवस्था the future lies sorry future sleeps unknown behind their doors. से द्वार पछपाखरे माने अज्ञात जो अननोन फ्यूचर अज्ञात भविष्य तो सुप्त होगी शोक रही से पृथ्वी मान से जगत मान भविष्य तो कौन जाना से समस्ते आसि प्रकृति पाखु कहीं प्रकृति जदिओ वर्तमान अशुपति से प्रकृतिर अधीश्वर किंतु ये हूँ बड़ार सभरेन एपर्यंत भी अच्छा जो सीमांतर अधिपति हिसाब से रही गोटे द्वारपाक्षी भाया प्रकृति कम कर या भितर से रास्ता सब तैयारी देवता मान आउटब्रेक जो इंटुइटिव साइट अंतर दृष्टिर परिसर भितर सुदीर्घ रास्ता एक तैयारी गोटे एकदम औजल्यमय आविष्कार मान से देखुं अनेक पृथ्वी अनेक जगत सब निकटतर ही आस प्रकृतिर एवं अशुपति देखिपुं ये सब जगत पछरे एक विराट उपस्थिति एक अनेक पछरे उपस्थिति की से अनुभव कर समस्त जगत मानकर एक मिस्टीरियस इन्फ्लुएंस एक रहस्यमय प्रभाव प्रकृति उपर पड़ुछि एवं सेमानकर जो सिंह शक्ति प्रकृति पदतले सब साहित्य होगी रही एवं से जगत मान भविष्य द्वार पछपाखे गोटे अज्ञात अवस्था सुप्त होगी रही दे डोंट नो व्हाट देयर फ्यूचर वुड बी ताले अशुपति ये जिन देखा समर्थ होती A threshold guardian of the earth scenes beyond, she has canalized the outbreaks of the gods and caught through vistas of intuitive sight a long road of simmering discoveries. The worlds of a marvelous unknown were near. Behind her, an ineffable presence stood. Her reign received their mystic influences. Their lion forces crouched beneath her feet. The future sleeps unknown behind their doors. Abysms infernal gaped round the soul's steps and called to its mounting vision peaks divine, an endless climb and adventure of the idea. There tirelessly tempted the explorer mind, and countless voices visited the charmed ear. A million figures passed and were seen no more. Abysses infernal gaped round the soul's steps. असुविधा भी देखुं सोल जमी गोटे गोटे जाने निज सोल जाऊँ सी देखुं सोल जी जी ऊपर को उठुची अबिस इनफर्नल इनफर्नल माने अत्यंत भयंकर दांते जड़े इटालियन पोएट गोटे अच्छी दि डिवाइन कॉमेडी तीन टा भाग व्यक्त इनफर्नो हूँ फर्स्ट पार्ट इनफर्नर अर्थ हूँ अत्यंत भयंकर जगह नर्क को से वर्णना कर इनफर्नो से इनफर्नो रु इनफर्नाल इनफर्नाल अर्थ हूँ प्रचंड भाव भयंकर आबिस माने अतल गह्वर सब भयंकर अतल गह्वर गेव्ड राउंड द सोल स्टेप्स गेव्ड माने बड़ बड़ आखिरे चाहिए भयर चाहिए जो अशुपति सोल यात्रा करुच्ची स्तर पर स्तर शिखर पर शिखर अतिक्रम कर जाऊँगी ये जो गह्वर माने सब प्रति पदक्षेप चारिपाखे खाली चाह रही जो अतल गह्वर अत्यंत भयंकर गह्वर and called to its mounting vision peaks divine
and called to its mounting vision peaks divine. ଏବଂ ସେମାନେ ଆହ୍ୱାନ କରୁଛନ୍ତି peaks divine, ଯୋଉ ଦିବ୍ୟ ଶିଖର ସବୁକୁ, to its mounting vision, soul ର ଯୋଉ mounting vision, ମାନେ ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱାୟିତ ଗତି ତାର ରହିଛି, ଊର୍ଦ୍ଧ୍ୱାୟିତ ଦୃଷ୍ଟି ରହିଛି। ତେଣୁ ସେଇ ଯୋଉ ଊର୍ଦ୍ଧ୍ୱାୟିତ ଭିଜନକୁ ଏ ଅତଳ ଗହ୍ୱର ମାନେ ଡାକୁଛନ୍ତି ଏବଂ ଏକ ପିକ୍ସ ଡିଭାଇନ, ଏକ ଡିଭାଇନ ପିକ୍ସ, ଏ ପିକ୍ସ ଡିଭାଇନ ଆମେ ଯଦି ସିଧାସଳଖ ଲଗାଇବା ଡିଭାଇନ ପିକ୍ସ, ଏକ ଦିବ୍ୟ ଶିଖର ଆଡକୁ ସେ ଯାତ୍ରା କରିବେ। ଏଇଥିପାଇଁ ତାର ଯୋଉ ଆତ୍ମାର ସୋଲର ମାଉଣ୍ଟିଂ ଭିଜନକୁ ସେମାନେ ଆହ୍ୱାନ କରୁଛନ୍ତି ଯେ ଆମେ ଆଉ ଗହ୍ୱର ହେଇକି ରହିବୁନି, ଆମେ ମଧ୍ୟ ସେ ଶିଖରକୁ ଯିବୁ। and called to its mounting vision peaks divine, ଗହ୍ୱର ହୁଏତ ଥାଇପାରନ୍ତି କିନ୍ତୁ ଅଶ୍ୱପତିଙ୍କର ଆତ୍ମାର ଯୋଉ ମାଉଣ୍ଟିଂ ଭିଜନ ରହିଛି, ଊର୍ଦ୍ଧ୍ୱାୟିତ ଯୋଉ ଦୃଷ୍ଟି ରହିଛି, ତାକୁ ସେ ଦିବ୍ୟ ଶିଖରକୁ ସେ ଡାକୁଛନ୍ତି ସେମାନେ। an endless climb and adventure of the idea, ଆଇଡିଆ ମାନେ ଯୋଉ ଚିନ୍ତା ବା ଆଦର୍ଶ, ଗୋଟେ ନିରନ୍ତର ଉତ୍ତରଣ ଏବଂ ଅଭିଯାନ। they are tirelessly tempted the explorer mind, ଅନ୍ୱେଷୁ ମନକୁ ସତେ ଏମିତି ଗୋଟେ ବିରାମ ବିହୀନ ଭାବରେ, କ୍ଳାନ୍ତିହୀନ ଭାବରେ ଟାୟାରଲେସଲି ପ୍ରଲୁବ୍ଧ କରୁଛି। ତାମାନେ ଅଶ୍ୱପତି ସେ ସନ୍ତୁଷ୍ଟ ହେଇକି ରହିଯାଉନାହାନ୍ତି, ସେ ଯାହା ତାଙ୍କ ଚାରି ପାଖରେ ଦେଖୁଛନ୍ତି ଏସବୁ ତାଙ୍କୁ ଅଧିକା ପ୍ରେରଣା ଦଉଛି ଯେ ମୁଁ ଆଗକୁ ଯିବି, ପଥ ବହୁତ ଦୂର, ଆଉ ଏଠି ମୁଁ ସନ୍ତୁଷ୍ଟ ହେଇକି ରହିବିନି। ତାଙ୍କର ଅନ୍ୱେଷୁ ମନ, ଏକ୍ସପ୍ଲୋରର ମାଇଣ୍ଡ, ଏକ୍ସପ୍ଲୋର ମାନେ ନୂଆ ନୂଆ ଜିନିଷକୁ ଆବିଷ୍କାର କରିବା, ନୂଆ ନୂଆ ଜିନିଷ ଦେଖିବା। ତେଣୁ ତାଙ୍କର ଏକ୍ସପ୍ଲୋରର ମାଇଣ୍ଡ କି ପ୍ରଲୁବ୍ଧ କରୁଛି an endless climb and adventure of the idea. they are tirelessly tempted the explorer mind, ଗୋଟେ endless climb, ଯେ ମୁଁ ଯୋଉ ଆରୋହଣ କରି କରି ଯାଉଛି ଏହାର ସମାପ୍ତି ନାହିଁ, ଏବଂ adventure ଗୋଟେ ଅଭିଯାନ ବା ଅଭିଯାତ୍ରା। ଯୋଉ ଆଇଡିଆ ମାନେ ଥଟ୍ ବା ଆଦର୍ଶ, ଏଠି ଆଇଡିଆ ଆଇ କ୍ୟାପିଟାଲ ଆପଣ ଦେଖିବେ, ସିଏ ତାଙ୍କୁ ଟାୟାରଲେସଲି ଖାଲି ପ୍ରଲୁବ୍ଧ କରି ଲାଗିଛି ଯେ ଆଗକୁ ଚାଲ, ଚରେଇବେତି। tirelessly tempted the explorer mind and countless voices visited the charmed ear. countless voices visited the charmed ear, ଏ ଯୋଉ ମୁଗ୍ଧ ଶ୍ରବଣ, charmed ear, ତାଙ୍କର ଯୋଉ ମୁଗ୍ଧ ଶ୍ରବଣ ବା ତାଙ୍କର ଅନ୍ତର ଶ୍ରବଣ କାନରେ ସେ ଶୁଣୁଛନ୍ତି। countless voice, ଅସଂଖ୍ୟ କଣ୍ଠ ସତେମିତି ତାଙ୍କୁ ଡାକୁଛନ୍ତି ଯେ ତୁ ଆସ। a million figures passed and were seen no more, ଏବଂ ଅଶ୍ୱପତି ଦେଖୁଛନ୍ତି ସତେ ଏମିତି ମିଲିୟନ ଫିଗର୍ସ, ସହସ୍ର ରୂପ ସବୁ ଅତିକ୍ରମ କରି ଯାଉଛନ୍ତି, ଅଥଚ ଆଉ ଦେଖା ଦଉନାହାନ୍ତି। ତାମାନେ ସେ ଯାଉଛନ୍ତି ରାସ୍ତାରେ, ତାଙ୍କୁ ପ୍ରଲୁବ୍ଧ କରୁଛନ୍ତି ଅନ୍ୟ ସବୁ ଜିନିଷ। ସେ ଦେଖୁଛନ୍ତି ଅତଳ ଗହ୍ୱର, ଏବଂ ଅତଳ ଗହ୍ୱର ମଧ୍ୟ ତାଙ୍କର ଯୋଉ ସ୍ୱରିଂ ସୋଲ ବା ଊର୍ଦ୍ଧ୍ୱାୟିତ ଗତି ଯୋଉ ଆତ୍ମାର, ସିଏ ଆଉ କୌଣସି କଥା ମାନୁନି, ସେ ଖାଲି ଊର୍ଦ୍ଧ୍ୱକୁ ଚାଲିଛି। ଏମାନେ ଯୋଉ କାଉଣ୍ଟଲେସ୍ voices visited the charmed ear, a million figures passed and were seen no more. ରାସ୍ତା ପଥରେ ସେ ଯାଉଛନ୍ତି, ଅସଂଖ୍ୟ ସହସ୍ର ଲକ୍ଷ ଫିଗର୍ସ ରୂପ ସବୁ ପାସ୍ କରି ଯାଉଛନ୍ତି, ଆଉ ସେମାନେ ପୁଣି ଆଉଥରେ ତାଙ୍କୁ ଦେଖା ଦେଉନାହାନ୍ତି। କାରଣ ସେ ଚାଲିଛନ୍ତି, ଇଏ ଏକ ଅଭିଯାତ୍ରା ଚାଲିଛି, ଇଏ ଗୋଟେ ଉତ୍ତରଣ ଚାଲିଛି, ଏକ ଜୟଯାତ୍ରା ଚାଲିଛି। so abyss infernal gaped round the soul steps and called to its mounting vision peaks divine, an endless climb and adventure of the idea. they are tirelessly tempted the explorer mind and countless voices visited the charmed ear, a million figures passed and were seen no more. ମୁଁ ଭାବୁଛି ଏଇଠି ଆମେ ରଖିବା, ପୁଣି ପରବର୍ତ୍ତୀ ସପ୍ତାହରେ ଏଇଠୁ ଆମର ଆଲୋଚନା ଆରମ୍ଭ କରିବା। ଅନେକ ଧନ୍ୟବାଦ, ନମସ୍କାର, ବନ୍ଦେ ମାତରମ୍। ଧନ୍ୟବାଦ ଭାଇ। ଆହୁରି କେତେ ଯେ ପ୍ରଭୁଙ୍କୁ ପ୍ରାପ୍ତ ହବ, ଏ ତ ଏ ପ୍ରକୃତିର ଯାହା ସବୁ ରହିଛି ଗତକାଲିଠୁ ଆହୁରି ଅଧିକ ବହୁ ଦୃଶ୍ୟପଟ, ବହୁ ଜିନିଷ ସବୁ ରହିଛି, ତାର ଯୋଉ ଶକ୍ତି ରହିଛି, ସେ ସମସ୍ତ ଶକ୍ତି, ଅନ୍ତରସ୍ଥ ଶକ୍ତି ସବୁ ପ୍ରକୃତିର ସବୁ ପ୍ରଭୁଙ୍କୁ ପ୍ରାପ୍ତ ହେଇଯାଉଛି, ପ୍ରାପ୍ତ ହେବାରେ ଲାଗିଛନ୍ତି। କିନ୍ତୁ ସିଏ ସବୁ
ऊर्ध्व को ही उठुचंती ए समस्त शक्ति तांका पाखरे प्राप्त होची एवं प्रभु मध्य आउरी आगो को उठुचंती आउरी ऊर्ध्व को उठी उठी चली देखिवा आउरी कौन कौन प्राप्त होची आमे एठी रखिवा। धन्यवाद भाई, बहुत सुंदर एवं जीवंत आलोचना। ये तो गोटे टेलीविजन सीन भाया सब गोटे पर गोटे दृश्य सब माने छलसी जाउची भाई आलोचना करथला बेले एवं गोटे नीरव राखी बुझिक सब आखिटा बुझीदेले से दृश्य गुड़ाक सब दुषा जाउची। ये सब जिनस सब प्रभु केमती प्राप्त होची एवं प्रकृति भितर जहाँ जहाँ सब रही घंटा घर रही ये सब जिनस केमती प्राप्त होची कथा हमको सब दुषा जाउची। भाई को बहुत बहुत धन्यवाद। बर्तमान समय कार्यक्रम को आम वाइंड अप करवा मदर्स मेडिटेशन म्यूजिक सहित समस्त के साइलेंस। कार्यक्रम उपस्थित थी समस्त भाई मान को पुणी थे वंदे मातरम तथा प्रणाम जनाई भाई को बहुत बहुत धन्यवाद ज्ञापन करी एवं प्रभु मां को अनंत कोटि प्रणाम जनाई कार्यक्रम को विरति घोषणा कले। कार्यक्रम समस्त को आरंभ।